ବନ୍ଦେ ଉତ୍କଳ ଜନନୀ ଏହା କେବଳ ଗୋଟିଏ ଗୀତ ନୁହେଁ, ଏହା ହେଉଛି ଆମ ସମସ୍ତଙ୍କ ପରିଚୟ। ତେବେ ଆଜି ଆମେ ଏହି ସଙ୍ଗୀତର ଗଭୀରତାକୁ ଯିବା ଆଉ ବୁଝିବାକୁ ଚେଷ୍ଟା କରିବା କେମିତି କିଛି ଶବ୍ଦ ମିଶି ଗୋଟିଏ ଜାତିର ଆତ୍ମାକୁ ପ୍ରତିଫଳିତ କରିପାରେ। ବନ୍ଦେ ଉତ୍କଳ ଜନନୀ, ବସ୍ ଏହି ଦୁଇଟି ଶବ୍ଦରୁ ହିଁ ଆରମ୍ଭ। ଏହା ଭିତରେ କେତେ ଶ୍ରଦ୍ଧା, କେତେ ସମ୍ମାନ ଆଉ କେତେ ସମର୍ପଣର ଭାବନା ଲୁଚି ରହିଛି, ନୁହେଁ? ଏହା କେବଳ ଗୋଟେ ସମ୍ବୋଧନ ନୁହେଁ, ବରଂ ଏକ ଶକ୍ତିଶାଳୀ ଆହ୍ୱାନ ଯାହା ପୂରା ଗୀତ ପାଇଁ ଏକ ମଞ୍ଚ ପ୍ରସ୍ତୁତ କରୁଛି। ତେବେ ମନରେ ଗୋଟେ ପ୍ରଶ୍ନ ଆସେ, କିଏ ଏହି ଉତ୍କଳ ଜନନୀ? ସତରେ କିଏ ସେ? କ'ଣ ସେ କେବଳ ଏକ ମାନଚିତ୍ରର ଅଂଶ, ନା ତାଠାରୁ ଆହୁରି ଅଧିକ କିଛି? ଆସନ୍ତୁ ଏହାର ଉତ୍ତର ଏହି ଗୀତ ଭିତରେ ହିଁ ଖୋଜିବା। ଆଚ୍ଛା, ତେବେ ଗୀତଟି ଆରମ୍ଭ ହେଉଛି ପ୍ରକୃତିରୁ। ଜନନୀଙ୍କର ପ୍ରଥମ ପରିଚୟ ମିଳୁଛି ତାଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟରୁ। କବି ଏଠି ଶବ୍ଦରେ ଏମିତି ଏକ ଚିତ୍ର ଆଙ୍କିଛନ୍ତି ଯାହା ସିଧା ଆଖି ସାମ୍ନାରେ ନାଚିଯାଏ। ଶୁଣନ୍ତୁ ତ ଏ ପଦ, ଚାରୁ ହାସମୟୀ, ଚାରୁ ଭାସମୟୀ। କେତେ ସୁନ୍ଦର କଳ୍ପନା! ଏଠି ଉତ୍କଳକୁ ଏକ ଜୀବନ୍ତ ସତ୍ତା ଭାବରେ ଦେଖାଯାଇଛି, ଯାହାର ହସ ମନକୁ ମୋହି ନିଏ ଆଉ ଯାହାର ଭାଷାରେ ମଧୁରତା ଭରି ରହିଛି। ଏହାର ମାନେ କ'ଣ? ଏହାର ମାନେ ହେଲା, ଉତ୍କଳ କେବଳ ଦେଖିବାକୁ ସୁନ୍ଦର ନୁହେଁ, ତାର ଅଭିବ୍ୟକ୍ତିରେ ବି ସେତିକି ମାଧୁର୍ଯ୍ୟ ଅଛି। ଏମିତି ଭାବରେ ଗୋଟେ ନିର୍ଜୀବ ଭୂଖଣ୍ଡକୁ ଏକ ଜୀବନ୍ତ, ନିଶ୍ୱାସ ନେଉଥିବା ମାର ରୂପ ଦିଆଯାଇଛି। ଏବେ ଆସନ୍ତୁ ଆଉ ଗୋଟେ ଚମତ୍କାର ଚିତ୍ରକଳ୍ପ ଦେଖିବା। ପୂତ ପୟଧି ବିଧୌତ ଶରୀରା। ଆଖି ବନ୍ଦ କରି ଭାବନ୍ତୁ ତ, ଗୋଟେ ଏମିତି ଶରୀର ଯାହା ପବିତ୍ର ସମୁଦ୍ରର ଜଳରେ ଧୌତ। ଏହା କେତେ ଶକ୍ତିଶାଳୀ ଆଉ ପବିତ୍ର ଦୃଶ୍ୟ! ଏହି ପଦଟି ଆମର ବିଶାଳ ସମୁଦ୍ର ତଟ ପାଇଁ ଏକ ଶ୍ରଦ୍ଧାଞ୍ଜଳି। ଏହା କେବଳ ଭୂଗୋଳର କଥା କହୁନାହିଁ, ବରଂ ଦର୍ଶାଉଛି ଯେ ସମୁଦ୍ରର ପବିତ୍ରତା କେମିତି ଉତ୍କଳର ପରିଚୟ ସହିତ ଓତପ୍ରୋତ ଭାବେ ଜଡ଼ିତ। ପ୍ରକୃତି କଥା ତ ଗଲା, ଏବେ ଆସନ୍ତୁ ଦେଖିବା ଉତ୍କଳର ସାଂସ୍କୃତିକ ଗୌରବ ବିଷୟରେ କ'ଣ କୁହାଯାଇଛି। କାରଣ ଏ ମାଟି କେବଳ ପ୍ରକୃତିରେ ଧନୀ ନୁହେଁ, ସଂସ୍କୃତିରେ ମଧ୍ୟ ସମୃଦ୍ଧ। ସୁନ୍ଦର ମନ୍ଦିର ମଣ୍ଡିତ ଦେଶ କଥାଟା କେତେ ସ୍ପଷ୍ଟ, ନୁହେଁ କି? ପ୍ରକୃତି ପରେ ଏବେ କବି ଆମକୁ ନେଇଯାଉଛନ୍ତି ଆମ କଳା ଆଉ ସ୍ଥାପତ୍ୟର ଦୁନିଆକୁ। ଏହି ଭୂମି ସୁନ୍ଦର ସୁନ୍ଦର ମନ୍ଦିର ଦ୍ୱାରା ସୁଶୋଭିତ, ଯାହା ଆମ ଗୌରବର ପ୍ରତୀକ। ଆଉ ଦେଖନ୍ତୁ, ଏଠି ଖାଲି ମନ୍ଦିର କଥା ନାହିଁ, ଏଠି କଥା ଅଛି ଆମର ଚମତ୍କାର କାରୁକାର୍ଯ୍ୟର, ଆମର ମହାନ କବିମାନଙ୍କର ଆଉ ଆମର ଜ୍ଞାନ ବିଜ୍ଞାନର ପରମ୍ପରା। ଏସବୁ ମିଶିକି ହିଁ ତ ତିଆରି ହୁଏ ଗୋଟେ ସମୃଦ୍ଧ ସାଂସ୍କୃତିକ ପରିଚୟ। ହଁ, ତ ପ୍ରକୃତି ହେଲା, ସଂସ୍କୃତି ବି ହେଲା, କିନ୍ତୁ କୌଣସି ଜାଗାକୁ ତାର ଅସଲ ପରିଚୟ କିଏ ଦିଏ? ସେଠିକାର ଲୋକମାନେ। ତେବେ ଆସନ୍ତୁ ଗୀତର ତୃତୀୟ ସ୍ତମ୍ଭକୁ, ସେ ମାଟିର ସନ୍ତାନମାନଙ୍କ ପାଖକୁ। ଯୋଗୀଗଣ ଋଷିଗଣ ଉର ପାବନ। ଏହାର ଅର୍ଥ ହେଲା, ଏ ମାଟି କେବଳ ସୁନ୍ଦର ନୁହେଁ, ଏ ମାଟି ପବିତ୍ର ମଧ୍ୟ। କାହିଁକି? କାରଣ ଏହା ଯୋଗୀ, ଋଷି ଏବଂ ସାଧୁସନ୍ଥମାନଙ୍କର ପ୍ରେରଣାସ୍ଥଳୀ। ଏହାର ଗଭୀର ଅର୍ଥ ହେଉଛି, ଏହି ଭୂମିର ପବିତ୍ରତା କେବଳ ତାର ପ୍ରକୃତି କିମ୍ବା ମନ୍ଦିରରେ ସୀମିତ ନୁହେଁ, ବରଂ ଏଠାରେ ଜନ୍ମ ନେଇଥିବା ମହାନ ଆତ୍ମାମାନଙ୍କ ଭିତରେ ମଧ୍ୟ ରହିଛି। ମାଟିର ଗୌରବ ତାର ସନ୍ତାନମାନଙ୍କ ଠାରୁ ହିଁ ଆସେ। ତେବେ ଏଠି ଗୋଟେ ବଡ଼ ପ୍ରଶ୍ନ ଆସୁଛି, ଗୋଟେ ମାଟିଖଣ୍ଡ ମା କେମିତି ହୋଇଯାଏ? କ'ଣ ସେ ଜିନିଷ ଯାହା ଏକ ଭୂମିକୁ ଜନନୀର ସମ୍ମାନ ଦିଏ? ଆସନ୍ତୁ ଉତ୍ତର ଖୋଜିବା। ଆଉ ଏବେ ଆସିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ। ଏହି ଶେଷ ଭାଗରେ ଆମେ ଦେଖିବା କେମିତି ଏ ସବୁ ଅଲଗା ଅଲଗା ଜିନିଷ, ପ୍ରକୃତି, ସଂସ୍କୃତି ଆଉ ଲୋକ ମିଶି ଜନନୀର ଏକ ସମ୍ପୂର୍ଣ୍ଣ ରୂପ ନେଉଛନ୍ତି। ଜନନୀ ଶବ୍ଦଟା ଶୁଣିବାକୁ ଯେତିକି ସରଳ, ତାର ଅର୍ଥ ସେତିକି ଗଭୀର। ଜନନୀ ମାନେ ଯିଏ ଜନ୍ମ ଦିଏ, କିନ୍ତୁ ଏହି ଗୀତରେ ଜନନୀ କେବଳ ଜନ୍ମଦାତ୍ରୀ ନୁହେଁ, ସେ ହେଉଛି ଆମ ଜୀବନ, ଆମ ସଂସ୍କୃତି ଆଉ ଆମ ପରିଚୟର ମୂଳ ଉତ୍ସ। ଏବେ ସବୁକିଛି ସ୍ପଷ୍ଟ ହୋଇଯାଉଛି, ନୁହେଁ କି? ଉତ୍କଳ ଜନନୀ ମାନେ କେବଳ ଗୋଟେ ଜାଗା ନୁହେଁ, ସେ ଏକ ଜୀବନ୍ତ ସତ୍ତା, ଯାହାଙ୍କ ଶରୀର ହେଉଛି ପ୍ରକୃତି, ଆତ୍ମା ହେଉଛି ସଂସ୍କୃତି ଆଉ ହୃଦୟର ସ୍ପନ୍ଦନ ହେଉଛନ୍ତି ତାର ଲୋକମାନେ। ଏ ତିନୋଟିର ମିଳନ ହିଁ ପ୍ରକୃତ ଉତ୍କଳ ଜନନୀ। ଆଉ ଶେଷରେ ସେଇ ଯେଉଁ ହୃଦୟସ୍ପର୍ଶୀ ଡାକରା, ଜନନୀ ଜନନୀ ଜନନୀ, ଏମିତି ତିନିଥର କହିଲା ବେଳକୁ ସବୁ ଭାବନା ଯେମିତି ଏକାଠି ହୋଇଯାଏ। ଏହା ଏକାଧାରରେ ପ୍ରାର୍ଥନା, ସମ୍ମାନ ଆଉ ଗଭୀର ଭଲ ପାଇବାର ଏକ ସ୍ୱୀକାରୋକ୍ତି। ତେବେ ଶେଷରେ ଗୋଟିଏ କଥା ଭାବିବା ପାଇଁ ରହିଲା, ଗୋଟେ ଗୀତ କେମିତି ଗୋଟେ ଘର ପାଲଟିଯାଏ, କେମିତି କିଛି ଶବ୍ଦ ମିଶି ଆମ ପରିଚୟର ଆଧାର ହୋଇଯାଏ। ଏହା ହିଁ ତ କଳାର ଅସଲ ଶକ୍ତି।